ପ୍ରଧାନମନ୍ତ୍ରୀ କିଷାନ 21ତମ କିସ୍ତି। ଏହି ଦିନ ଚାଷୀମାନଙ୍କୁ 21ତମ କିସ୍ତିର 2,000 ଟଙ୍କା ଏବଂ 4,000 ଟଙ୍କା ମିଳିବ। ନୂଆ ତାଲିକାରେ ଆପଣମାନଙ୍କର ନାମ ଚେକ୍ କରିପାରିବେ। ଦେଖନ୍ତୁ, ଯେଉଁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 20ତମ କିସ୍ତି ଟଙ୍କା ପାଇନାହାନ୍ତି, ତ ସେମାନଙ୍କ ପାଇଁ ରହିଛି ବଡ଼ ଖବର। ଯେଉଁ ହିତାଧିକାରୀମାନେ 21ତମ କିସ୍ତି ଟଙ୍କା ପାଇବା ପାଇଁ ଯାଉଛନ୍ତି, ସରକାରଙ୍କ ତରଫରୁ ସେମାନଙ୍କ ପାଇଁ କ'ଣ ରହିଛି ନୂଆ ଅପଡେଟ୍, ଏହା ଜାଣିବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣମାନେ ପିଏମ୍ କିଷାନର ହିତାଧିକାରୀ ଅଟନ୍ତି, ଆପଣମାନେ ପ୍ରତ୍ୟେକ ଥର କିସ୍ତି ଟଙ୍କା ପାଇ ଆସୁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ରହିଛି ନୂଆ ନିୟମ, ଯାହା ଜାଣିବା ପ୍ରତ୍ୟେକ ହିତାଧିକାରୀମାନଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ସବୁ କିଛି ଜାଣିବାକୁ ପାଇବେ। ସେଥିପାଇଁ ଆପଣ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି କିମ୍ବା ଏପର୍ଯ୍ୟନ୍ତ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, କାରଣ ସରକାରଙ୍କ ତରଫରୁ ନୂଆ ନୂଆ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ। ପ୍ରଧାନମନ୍ତ୍ରୀ କିଷାନ 21ତମ କିସ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ୍ ପିଏମ୍ କିଷାନ ଆଜି ମଧ୍ୟ ଚାଷୀଙ୍କ ପାଇଁ ଏକ ଦୃଢ଼ ସମର୍ଥନ ହୋଇ ରହିଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ଚାଷ ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବାକୁ ସକ୍ଷମ କରିବା। ଏହି ଯୋଜନା ଅଧୀନରେ ପ୍ରତିବର୍ଷ କ୍ଷୁଦ୍ର ଏବଂ ନାମମାତ୍ରା ଚାଷୀଙ୍କୁ 3ଟି ସମାନ କିସ୍ତିରେ 6,000 ଟଙ୍କା ପ୍ରଦାନ କରାଯାଏ, ଅର୍ଥାତ୍ 4 ମାସରେ 2,000 ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଏ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସବୁଠାରୁ ବିଶେଷ କଥା ହେଉଛି ଯେ ଏହି ଟଙ୍କା କୌଣସି ମଧ୍ୟସ୍ଥି ବିନା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଯାଏ। 20ତମ କିସ୍ତିର ରାଶି ଜାରି କରାଯାଇଛି ଏବଂ ବର୍ତ୍ତମାନ ସରକାରଙ୍କ ଦ୍ୱାରା 21ତମ କିସ୍ତିର ପ୍ରସ୍ତୁତି ସମାପ୍ତ ହୋଇଛି ଏବଂ ବହୁ ଶୀଘ୍ର ଏହି ରାଶି ଚାଷୀମାନଙ୍କୁ ଦିଆଯିବ। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡ଼ିତ ଏବଂ ବର୍ତ୍ତମାନ 21ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସନ୍ତୁ ଜାଣିବା 21ତମ କିସ୍ତିର ଟଙ୍କା କେବେ ଚାଷୀମାନଙ୍କ ଆକାଉଣ୍ଟକୁ ଆସିବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 20ତମ କିସ୍ତି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇସାରିଛି ଏବଂ ଏବେ ସମସ୍ତେ ପରବର୍ତ୍ତୀ ଅର୍ଥାତ୍ 21ତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ କିଛି ଚାଷୀଙ୍କ ଆକାଉଣ୍ଟକୁ 20ତମ କିସ୍ତି ଟଙ୍କା ଆସିନାହିଁ। ସରକାରଙ୍କ ତରଫରୁ ଏହା ମଧ୍ୟ ନିର୍ଦ୍ଦେଶ ରହିଛି, ଚାଷୀମାନଙ୍କର ଯେଉଁ ତ୍ରୁଟି ରହିଛି ସେହି ତ୍ରୁଟି ଦିଗରେ ଆପଣମାନେ ତୁରନ୍ତ କାମ କଲେ 21ତମ କିସ୍ତିରେ ବାକି କିସ୍ତି ଟଙ୍କା ଆପଣମାନଙ୍କୁ ମିଳିଯିବ। କୃଷି ମନ୍ତ୍ରାଳୟର ସୂତ୍ର ଅନୁସାରେ ପରବର୍ତ୍ତୀ କିସ୍ତିର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହି ରାଶି ନଭେମ୍ବର ମାସରେ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଦେଖନ୍ତୁ, ଯଦିଓ ଏପର୍ଯ୍ୟନ୍ତ ତାରିଖଟି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନାହିଁ, ତଥାପି ସରକାର ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ସମୟ ମଧ୍ୟରେ ସେମାନଙ୍କ ଆକାଉଣ୍ଟରେ 2,000 ଟଙ୍କା ଦିଆଯିବ। ବାକି ଯେଉଁମାନେ କିସ୍ତି ଟଙ୍କା ପାଇନାହାନ୍ତି, ସେମାନଙ୍କ ଆକାଉଣ୍ଟରେ 4,000 ଟଙ୍କା ଦିଆଯିବ। ପ୍ରତିଥର ପରି ଏଥର ମଧ୍ୟ କୋଟି କୋଟି ଚାଷୀଙ୍କୁ 21ତମ କିସ୍ତିରେ ଲାଭ ଦିଆଯିବ। କିନ୍ତୁ ଏଥିପାଇଁ ଇକେୱାଇସି, ଜମି ଯାଞ୍ଚ ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା କେଉଁ ଚାଷୀମାନଙ୍କୁ ଏଥର ମିଳିବ, କ'ଣ ରହିଛି ନୂଆ କ୍ରାଇଟେରିଆ। ଦେଖନ୍ତୁ, ଆବେଦନକାରୀ ଭାବରେ ନାଗରିକ ଏବଂ ଜଣେ ଚାଷୀ ହୋଇଥିବା ଆବଶ୍ୟକ, ଅର୍ଥାତ୍ କେବଳ ଭାରତୀୟ ନାଗରିକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। 2 ନମ୍ବର କ୍ରାଇଟେରିଆ ରହିଛି, ଏହି ଯୋଜନା କେବଳ ବୟସ୍କ ଚାଷୀଙ୍କ ପାଇଁ ବୈଧ ହୋଇଥିବାରୁ ଚାଷୀଙ୍କ ବୟସ 18 ବର୍ଷ କିମ୍ବା
ତାଠାରୁ ଅଧିକ ହେବା ଉଚିତ। ଆପଣ ସମସ୍ତେ ଜାଣିଥିବେ ଏଇଟା ଆପଣମାନଙ୍କର ପୁରୁଣା କ୍ରାଇଟେରିଆ। 3 ନମ୍ବର କ୍ରାଇଟେରିଆ ରହିଛି ଏହି ଯୋଜନାର ଲାଭ କେବଳ ସେହି କ୍ଷୁଦ୍ର ଏବଂ ନାମମାତ୍ରା ଚାଷୀଙ୍କୁ ଦିଆଯାଏ ଯେଉଁମାନଙ୍କର 2 ହେକ୍ଟର କିମ୍ବା ତାଠାରୁ କମ୍ ଚାଷଯୋଗ୍ୟ ଜମିର ରେକର୍ଡ ଅଛି। 4 ନମ୍ବର କ୍ରାଇଟେରିଆଟି ହେଲା ଚାଷୀ ପରିବାରର ବାର୍ଷିକ ଆୟ ସୀମିତ ହେବା ଉଚିତ ଏବଂ ପରିବାରର କୌଣସି ସଦସ୍ୟ ଆୟକର ଦାତା ହେବା ଉଚିତ ନୁହେଁ। ଯଦି କୌଣସି ସଦସ୍ୟ ଟିକସ ଦିଅନ୍ତି ତେବେ ସମଗ୍ର ପରିବାର ଏହି ଯୋଜନାରୁ ବାଦ ପଡ଼ିଯିବେ। 5 ନମ୍ବର କ୍ରାଇଟେରିଆ ହେଲା ଯଦି ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିଛନ୍ତି କିମ୍ବା ପେନସନ ନେଉଛନ୍ତି ତେବେ ଏହିପରି ଚାଷୀଙ୍କୁ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚନା କରାଯାଏ ନାହିଁ। 6 ନମ୍ବର କ୍ରାଇଟେରିଆ ହେଲା ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରାଯିବା ଆବଶ୍ୟକ ଏବଂ ଆକାଉଣ୍ଟରେ ଡିବିଟି ସୁବିଧା ସକ୍ରିୟ କରାଯିବା ଆବଶ୍ୟକ ଯାହାଦ୍ୱାରା ସରକାର ପଠାଯାଇଥିବା ଟଙ୍କା ଠିକ୍ ସମୟରେ ମିଳିପାରିବ। 7 ନମ୍ବର କ୍ରାଇଟେରିଆ ହେଲା ହିତାଧିକାରୀଙ୍କ ପରିଚୟ ଏବଂ ଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଇକେୱାଇସି ଏବଂ ଜମି ରେକର୍ଡ ଯାଞ୍ଚ ଆବଶ୍ୟକ। 8 ନମ୍ବର କ୍ରାଇଟେରିଆ ହେଲା ଏହା ବ୍ୟତୀତ 21ତମ କିସ୍ତିର ଲାଭ ପାଇବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ତାଲିକାରେ ନାମ ରହିବା ଆବଶ୍ୟକ। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କିଷାନର 21ତମ କିସ୍ତି ହିତାଧିକାରୀ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ଆପଣମାନେ କିପରି ଯାଞ୍ଚ କରିବେ। 21ତମ କିସ୍ତିର ତାଲିକା ଦେଖିବା ପାଇଁ ପ୍ରଥମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅଫିସିଆଲି ୱେବସାଇଟକୁ ଭିଜିଟ୍ କରିବା ପାଇଁ ପଡ଼ିବ। 2 ନମ୍ବରରେ ଏହାପରେ ହୋମ୍ ପେଜରେ ଆପଣ କୃଷକ କର୍ଣ୍ଣର ନାମକ ଏକ ବିଭାଗ ପାଇବେ। ସେଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ଲାଭକାରୀ ତାଲିକା ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡ଼ିବ। 3 ନମ୍ବରରେ ଏହି ବିକଳ୍ପଟି ଆପଣଙ୍କୁ ସେହି ପୃଷ୍ଠାକୁ ନେଇଯିବ ଯେଉଁଠାରୁ ଆପଣ ପ୍ରଧାନମନ୍ତ୍ରୀ କିଷାନର ତାଲିକା ଦେଖିପାରିବେ। 4 ନମ୍ବରରେ ଏବେ ଆପଣଙ୍କ ସାମ୍ନାରେ ଏକ ନୂତନ ପୃଷ୍ଠା ଖୋଲିବ ଯେଉଁଥିରେ ଆପଣଙ୍କୁ ଆପଣମାନଙ୍କର ବିବରଣୀ ପୂରଣ କରିବାକୁ ପଡ଼ିବ ଯେପରିକି ଆପଣମାନଙ୍କର ରାଜ୍ୟ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ଚୟନ କରିବା ଆବଶ୍ୟକତା। ଏସବୁ ସିଲେକ୍ଟ କଲା ପରେ 5 ନମ୍ବରରେ ସମସ୍ତ ସୂଚନା ପୂରଣ କରିବା ପରେ ରିପୋର୍ଟ ପାଆନ୍ତୁ ବଟନ ଉପରେ କ୍ଲିକ୍ କରନ୍ତୁ। ଏହାପରେ ସମ୍ପୂର୍ଣ୍ଣ ହିତାଧିକାରୀ ତାଲିକା ଆପଣଙ୍କ ସାମ୍ନାରେ ଖୋଲିଯିବ। 6 ନମ୍ବରରେ ଦେଖନ୍ତୁ ଯଦି ଆପଣଙ୍କ ନାମ ତାଲିକାରେ ଅଛି ତେବେ ଏହାର ଅର୍ଥ ହେଉଛି ଆପଣ ଖୁବ୍ ଶୀଘ୍ର ଆପଣଙ୍କ ଆକାଉଣ୍ଟରେ 2000 ଟଙ୍କାର 21ତମ କିସ୍ତି ରାଶି ପାଇବେ। ଯେଉଁ ହିତାଧିକାରୀମାନେ 20ତମ କିସ୍ତିର 2000 ଟଙ୍କା ପ୍ରାପ୍ତ କରିନାହାନ୍ତି 21ତମ କିସ୍ତିରେ 20ତମ କିସ୍ତି ଟଙ୍କା ଓ 21ତମ କିସ୍ତି ଟଙ୍କା ମିଶି 4000 ଟଙ୍କା ଆକାଉଣ୍ଟକୁ ଆସିବ।